ପିଢ଼ି ପାର୍ଥକ୍ୟ ସମାଧାନର ଜଟିଳ ଦିଗ। ଆସନ୍ତୁ ପଢ଼ିବା। କାହିଁକି ସମ୍ପର୍କ ଛିନ୍ନ ପ୍ରକ୍ରିୟାରେ ବର୍ତ୍ତମାନର ଜୀବନ ସନ୍ତୁଳିତ ହୋଇ ଚାଲିଛି? ବେପରୁଆ ମନୋଭାବ, ତିକ୍ତତା ଓ ଭୁଲ ବୁଝାମଣାର ଅତୃପ୍ତିର ଗଭୀର ଅବଶୋଷ, ପୁଣି ଆଚରଣ, ଢଙ୍ଗ, ଚଳଣି ମଧ୍ୟ ଯନ୍ତ୍ରଣା ଜର୍ଜରିତ। ଏପରି ଅନେକ ପ୍ରଶ୍ନରେ ବରିଷ୍ଠ ଓ କନିଷ୍ଠଙ୍କ ମଧ୍ୟରେ ଅଲଙ୍ଘ୍ୟ ପ୍ରାଚୀର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। କେହି କାହାରିକୁ ଶୁଣିବାକୁ ପ୍ରସ୍ତୁତ ନୁହନ୍ତି ଏବଂ କାହା ମତ ଗ୍ରହଣ କରିବା ମଧ୍ୟ ଦୁରୂହ ବ୍ୟାପାର ହେଉଛି। ଏପରି ଦ୍ୱନ୍ଦ୍ୱ, ସଂଘର୍ଷ ଓ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଛି ଦୁଇ ପିଢ଼ି ମଧ୍ୟରେ। ବୟସ୍କ ଓ ମଧ୍ୟବୟସ୍କ ଗୋଟିଏ ପଟେ, ଯୁବ ସମାଜ ଅନ୍ୟ ପଟେ। ଫଳରେ ପରସ୍ପର ମଧ୍ୟରେ ପରିବାର ଓ ସାମାଜିକ ଜୀବନରେ ଅଶାନ୍ତିର ଦାବାନଳ ହୁତୁ ହୁତୁ ହୋଇ ଜଳୁଛି। ଏହା ହିଁ ପିଢ଼ି ପାର୍ଥକ୍ୟ, ଯାହା ସର୍ବଦା ମୂଲ୍ୟହୀନ, ବିଚାରଶୂନ୍ୟ ଓ ଅଗଣତାନ୍ତ୍ରିକ ସ୍ୱରୂପର ବିକଳ ଚିତ୍ର। ରାଜନୈତିକ ବିଶ୍ଳେଷକମାନେ ମତ ଦିଅନ୍ତି ଯେ ଏହି ପିଢ଼ି ପାର୍ଥକ୍ୟ ସୃଷ୍ଟି ହୋଇଛି ବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ, ଅର୍ଥାତ୍ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କ୍ଷତିଗ୍ରସ୍ତ ରାଷ୍ଟ୍ରଗୁଡ଼ିକର ପୁନର୍ଗଠନ ଅବସରରେ ଶାସନ, ପରିଚାଳନା ତଥା କ୍ଷମତା ବିକେନ୍ଦ୍ରୀକରଣ କ୍ଷେତ୍ରରେ ବରିଷ୍ଠ ଓ କନିଷ୍ଠଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା। ବିଶେଷତଃ ସବୁ କ୍ଷେତ୍ରରେ ବରିଷ୍ଠମାନେ ନିଜର ପତିଆରା ଜାହିର କରି ଦୀର୍ଘଦିନ ଶାସନ ଡୋରିକୁ ନିଜ ନିୟନ୍ତ୍ରଣରେ ରଖିଲେ। ଫଳରେ ଯୁବ ସମାଜ ଚରମ ଅବହେଳାରେ କାଳ କାଟିଲେ। ଯୁଦ୍ଧରେ ନିଜ ଭବିଷ୍ୟତ ଓ ସବୁ କିଛିକୁ ଜଳାଞ୍ଜଳି ଦେଇଥିବା ଯୁବଗୋଷ୍ଠୀ କ୍ରମଶଃ ବିଦ୍ରୋହୀ ହୋଇ ଉଠିଲେ। ସାମାନ୍ୟ କଥାରେ ସେମାନଙ୍କ ମଧ୍ୟରେ ମନାନ୍ତର, ମନୋମାଳିନ୍ୟ ଓ ମତପାର୍ଥକ୍ୟ ତୀବ୍ର ରୂପ ଧାରଣ କଲା। ଅବସ୍ଥା ଏପରି ହେଲା ଯେ ଯୁବ ସମାଜ ହିଂସ୍ର, ଅଣାୟତ୍ତ ଓ ଉଗ୍ର ହୋଇ ଯୁଦ୍ଧକ୍ଷେତ୍ରରେ ପ୍ରୟୋଗ କରିଥିବା ଅସ୍ତ୍ରଶସ୍ତ୍ର ବୟସ୍କ ଶାସକଙ୍କ ପ୍ରତି ଲାଗୁ କଲେ। ସେହିପରି ଭାରତର ବିଭାଜନ ପରେ ପରସ୍ପର ମଧ୍ୟରେ ତିକ୍ତ ସମ୍ପର୍କ ସୃଷ୍ଟି ହୋଇଛି। ସେମାନଙ୍କ ମଧ୍ୟରେ ଭାଇଚାରା, ସ୍ନେହ ବନ୍ଧନ, ମୈତ୍ରୀ ଓ ସମାନତା ସମୂଳ ଧ୍ୱଂସ ହୋଇଛି। ସର୍ବତ୍ର ଅଶାନ୍ତି, ଅବୁଝାମଣା, ସନ୍ଦେହ, ଘୃଣା ଓ ମିଥ୍ୟାଚାରକୁ ଲୋକେ ଗ୍ରହଣ କରିଛନ୍ତି। ବଡ଼ମାନଙ୍କର କୂଟ ପ୍ରୟୋଗ ନୀତି ପ୍ରତି ସାନମାନେ ଅସହିଷ୍ଣୁ ହୋଇ ପଡ଼ିଛନ୍ତି। ଫଳରେ ଯୁଗ ଯୁଗ ଧରି ତିଷ୍ଠି ରହିଥିବା ଯୌଥ ପରିବାରର ମର୍ଯ୍ୟାଦା କ୍ଷୁଣ୍ଣ ହୋଇଛି ଏବଂ ପରିବାରର ପରମ୍ପରା ଓ ଅନୁଶାସନ ପ୍ରତି ଯୁବଗୋଷ୍ଠୀ ଭୀତସ୍ପୃହ ହୋଇପଡ଼ିଛନ୍ତି। ଯୌଥ ପରିବାର ନାମକୁ ମାତ୍ର ତିଷ୍ଠି ରହିଛି ଏବଂ ତା ସ୍ଥାନରେ ଏକକ ପରିବାର ଗଢ଼ି ଉଠିଛି। ଏହା ଫଳରେ ପିତାମାତା ଓ ବୟସ୍କମାନେ ନିର୍ଯାତିତ ହୋଇଛନ୍ତି। ବର୍ତ୍ତମାନ ଶିକ୍ଷିତ ପୁଅ ବୋହୂ ସହରରେ, ଦୂର ଗ୍ରାମାଞ୍ଚଳରେ ଅବା ବିଦେଶ ଭୂଇଁରେ କାର୍ଯ୍ୟବ୍ୟସ୍ତ ରହୁଛନ୍ତି। ପିତାମାତାଙ୍କ ପାଖରେ ରଖିବାକୁ ସେମାନଙ୍କର ଇଚ୍ଛା ନାହିଁ ବା ଆଗ୍ରହ ନାହିଁ। ସେମାନଙ୍କ ପାଇଁ ନିଜ ଭିଟାମାଟି ବା ବୃଦ୍ଧାଶ୍ରମ ଓ ଜରାନିବାସ ହେଲା ଆଶ୍ରୟସ୍ଥଳୀ। ସେଠାରେ ସେମାନେ ଅବଶିଷ୍ଟ ଜୀବନ କଟାଇବେ। କି ବିଚିତ୍ର ମାନସିକତା ସତେ! ପିଲାମାନଙ୍କ ପାଇଁ ବାପା ମା ଗର୍ବରେ ଫାଟି ପଡ଼ିବେ ଏବଂ ସେମାନଙ୍କ ଶେଷ ଜୀବନ ଅସହାୟ ପାଲଟିଯିବ। ବିଂଶ ଶତାବ୍ଦୀର ଶେଷାର୍ଦ୍ଧରୁ ଏପର୍ଯ୍ୟନ୍ତ ଏହି ଯେଉଁ ପାର୍ଥକ୍ୟ ବୃଦ୍ଧି ପାଇ ଚାଲିଛି, ସେଥିପାଇଁ ବୟସ୍କମାନେ ବିଜ୍ଞାନର ଅଗ୍ରଗତିକୁ ଦାୟୀ କରିଥାନ୍ତି। ସେମାନଙ୍କ ଧାରଣା, ବିଜ୍ଞାନ ହିଁ ଯୁବ ସମାଜକୁ ବିଭ୍ରାନ୍ତ, ବିଶୃଙ୍ଖଳିତ ଓ ବିପଥଗାମୀ କରିଛି। ଫଳରେ ସେମାନେ ପିତାମାତା, ଗୁରୁଜନ ତଥା ସମାଜ ପ୍ରତି ପ୍ରତିକ୍ରିୟାଶୀଳ ହେଉଛନ୍ତି। ସେମାନଙ୍କ ଔଦ୍ଧତ୍ୟ ଓ ସ୍ୱାର୍ଥପରତା ଜନଜୀବନକୁ ଅଶାନ୍ତ କରୁଛି। ବୟସ୍କମାନଙ୍କର ଏପରି ଯୁକ୍ତି ଅଯଥାର୍ଥ ନୁହେଁ ଏବଂ ଯୁବ ସମାଜ ବହୁ ଭାବେ ବିଶୃଙ୍ଖଳିତ ହୋଇ ସାମାଜିକ ଅପଯଶକୁ ପ୍ରଶ୍ରୟ ଦେଉଛନ୍ତି। କିନ୍ତୁ ଏଥିପାଇଁ ବିଜ୍ଞାନକୁ ଦାୟୀ କରିବା ଉଚିତ ନୁହେଁ, କାରଣ ବିଜ୍ଞାନ ଦ୍ୱାରା ଆମେ ଆଧୁନିକ ଜୀବନକୁ ପର୍ଯ୍ୟାପ୍ତ ଉପଭୋଗ କରି ଆସିଛୁ। ଆମେ ବିଜ୍ଞାନ ସହ ଯୁକ୍ତ ହୋଇସାରିଛୁ ବହୁ କାଳରୁ। ଆମର ସମ୍ପୃକ୍ତିର ଆମ ଅତିଶୟତା ହେତୁ ଆମେ ଆଧ୍ୟାତ୍ମିକ ଜୀବନଠାରୁ ଦୂରେଇ ଯାଇଛୁ। ଏହା ନିଶ୍ଚିତ ଯେ ପିଢ଼ି ପାର୍ଥକ୍ୟ ସୃଷ୍ଟି ନିମିତ୍ତ ବୟସ୍କମାନେ ମୁଖ୍ୟତଃ ଦାୟୀ। ସେମାନଙ୍କ ଜିଦ୍, ହେୟଜ୍ଞାନ ଏବଂ ସବୁ ଜାଣିଥିବା ଅପରିହାର୍ଯ୍ୟତା ଯୁବ ସମାଜକୁ ବିଭ୍ରାନ୍ତ କରିଛି। ଏ କଥାକୁ ଭଲ ଭାବେ ତର୍ଜମା କରିବା ପ୍ରାସଙ୍ଗିକ ହେବ। ଆମେ ପିଲାଙ୍କୁ ଶିକ୍ଷିତ କଲେ, ଦକ୍ଷ ତଥା ମେଧାବୀ କଲେ ଏବଂ ଶେଷରେ ସେମାନଙ୍କୁ ଉଚ୍ଚ ପଦବୀରେ ଅବସ୍ଥାପିତ କଲେ, କିନ୍ତୁ ସେମାନଙ୍କୁ ଭଲ ମଣିଷ କରିବା ପାଇଁ ଆମେ ପ୍ରୟାସ କଲେ ନାହିଁ। ଆମର ଧାରଣା ଥିଲା ପିଲା ମେଧାବୀ ହେଲେ ବଳେ ବଳେ ଭଲ ମଣିଷ ହୋଇଯିବେ। ତାହା ହିଁ ଆମର ଭୁଲ ଧାରଣା ଥିଲା। ଫଳରେ ପିଲାମାନେ ମୂଳରୁ ସମାଜଠାରୁ ଦୂରେଇ ଗଲେ ଏବଂ ସମସ୍ତଙ୍କଠାରୁ ସମ୍ପର୍କ ଛିନ୍ନ କଲେ। ଶେଷରେ ସେମାନେ ସ୍ୱାର୍ଥପର ଓ ଉଦ୍ଧତ ହୋଇଗଲେ। ଏପରି ସମୟ ଆସିଲା ଯେତେବେଳେ ସେମାନେ ପିତାମାତାଙ୍କଠାରୁ ମଧ୍ୟ ବିଚ୍ଛିନ୍ନ ହୋଇଗଲେ। ନେଡ଼ିଗୋଡ଼ କହୁଣିକି ବହିଗଲା ପରେ ବୟସ୍କମାନେ ଅତିଷ୍ଠ ହୋଇ ନିଜ ଭାଗ୍ୟକୁ ନିନ୍ଦା କରି ବସିଲେ। ଏବେ ବି ଏହି ପ୍ରକ୍ରିୟା ଚାଲିଛି। ଆମେ ପିଲାଙ୍କୁ ମୂଳରୁ ଭଲ ମଣିଷ ହେବାକୁ ଶିଖାଇ ପାରିନାହୁଁ। କେବଳ ସେତିକି ନୁହେଁ, ଅଧିକାଂଶ ବୟସ୍କ ଆଦର୍ଶ ଓ ଆଚରଣ ସଂହିତା ଗ୍ରହଣ କରନ୍ତି ନାହିଁ। ମିଛ କହିବା, ଅନ୍ୟକୁ ଠକିବା, ଅନ୍ୟ ବିରୁଦ୍ଧରେ ଚୁଗୁଲି କରିବା ଏବଂ ଗାଁ ଗାଁ ମଧ୍ୟରେ ବିଭେଦ ସୃଷ୍ଟି କରିବା କାର୍ଯ୍ୟରେ ସେମାନେ ନିବିଡ଼ ସମ୍ପର୍କ ରକ୍ଷା କରିଥାନ୍ତି। ପିଲାମାନଙ୍କୁ ସେମାନଙ୍କ ହୀନ କାର୍ଯ୍ୟରେ ଅଧିକ ପ୍ରଭାବିତ ହୁଅନ୍ତି। ଫଳରେ ସେମାନେ ଅବାଟକୁ ଚାଲିଯାଆନ୍ତି। ଯେଉଁ ପିଲାମାନଙ୍କୁ ଆମ ଜୀବକାଳ ଭିତରେ ଓଡ଼ିଆ ଖବରକାଗଜରେ ପଢ଼ିବା ଶିଖାଇ ପାରିଲୁ ନାହିଁ, ସେମାନଙ୍କୁ ସୁନାଗରିକ ଭାବେ ଗଢ଼ି ତୋଳିବାର ସ୍ୱପ୍ନ କାହିଁକି ଅବା ଦେଖିବା? ପୁଣି ଆମେ ଈଶ୍ୱରଙ୍କୁ ସାଧ୍ୟାତୀତ, ଦୁର୍ଲଭ ଓ ବହୁ ସାପେକ୍ଷ ବୋଲି କହିବା ଏବଂ ଧର୍ମ ପୁସ୍ତକଗୁଡ଼ିକ ପୃଥକ ଭାବେ ରଖି ପୂଜା କରିବା କାର୍ଯ୍ୟ କରୁଛୁ। କିନ୍ତୁ ଯୁବ ସମାଜ ପାଇଁ ଈଶ୍ୱର
ଈଶ୍ୱର ପ୍ରାପ୍ତି ବା ଆଧ୍ୟାତ୍ମିକ ଜୀବନ ଅପହଞ୍ଚ ନୁହେଁ ବୋଲି ସେମାନେ ଭାବନ୍ତି। ଏଥିପାଇଁ ସେମାନେ ଅଧିକ ସମୟ ବିନିଯୋଗ କରିନଥାନ୍ତି। କର୍ମଚିନ୍ତନ, ବିଶ୍ଳେଷଣ ଓ ଅନୁଭୂତି ଆଧାରରେ ସେମାନେ ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଅନ୍ତି ବୋଲି ସେମାନେ ବିଶ୍ୱାସ କରନ୍ତି। ସେମାନଙ୍କ ପାଇଁ ଈଶ୍ୱର ଏକ ନିରବଚ୍ଛିନ୍ନ ଶକ୍ତି ପ୍ରକ୍ରିୟା, ଯାହା ଚିରନ୍ତନ ଓ ଅବିନଶ୍ୱର। ନିଜ ସମୟ ଓ ସାମର୍ଥ୍ୟ ପାଇଁ ଠାକୁର ପୂଜା କରାଯାଏ। ଏଥିପାଇଁ କାହାକୁ ହୀନମାନ୍ୟ ଆଚରଣ କରିବା ଶୋଭନୀୟ ନୁହେଁ। ଗୁରୁଜନଙ୍କ ଆଶୀର୍ବାଦ, ଉପଦେଶ ଓ ମହାନ କାର୍ଯ୍ୟ ପିଲାମାନଙ୍କ ପାଇଁ ଆବଶ୍ୟକ। ଜୀବନଚର୍ଯ୍ୟାରେ ପ୍ରତ୍ୟେକର ଦୋଷ ତ୍ରୁଟି ରହିବା ସ୍ୱାଭାବିକ। ତେଣୁ କେହି ଦୋଷମୁକ୍ତ ବୋଲି କହିବା ସମୀଚୀନ ନୁହେଁ। ଆମର ଅନେକ କାର୍ଯ୍ୟ ରହିଛି, ଯେପରି ପରିବାରରେ ବୟସ୍କମାନେ ପିଲାମାନଙ୍କୁ ଘରର ଦାୟିତ୍ୱ ହସ୍ତାନ୍ତର କରିବା କଥା, ଯାହା ସେମାନେ କରିବାକୁ ଇଚ୍ଛୁକ ନୁହନ୍ତି। ତେଣୁ ଅଶାନ୍ତି ଓ ସମ୍ପର୍କହୀନତା ସୃଷ୍ଟି ହେବା ସ୍ୱାଭାବିକ। ଖାଲି ପରିବାର ନୁହଁ, ସବୁ କ୍ଷେତ୍ରରେ ମଧ୍ୟ ନିଜକୁ ମୁକ୍ତ କରିବାକୁ ବୟସ୍କମାନେ ଚିନ୍ତା କରିବାକୁ ପସନ୍ଦ କରନ୍ତି ନାହିଁ। ପରିଶେଷରେ କୁହାଯାଇପାରେ ଯେ, ପିଢ଼ି ପାର୍ଥକ୍ୟ ହ୍ରାସ କରିବାକୁ ହେଲେ ଉଭୟ ବୟସ୍କ ଓ ଯୁବ ସମାଜ ନିଜ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ପାଇଁ ଚେଷ୍ଟିତ ହେବା ଆବଶ୍ୟକ। ସ୍ୱାର୍ଥତ୍ୟାଗ ଓ ଗ୍ରହଣଶୀଳତାରେ ରହିଛି ସମାଧାନର ସୂତ୍ର। ବଡ଼କୁ ସମ୍ମାନ, ସାନକୁ ଆଦର କରିବା ଏକାନ୍ତ ବିଧେୟ। ସମାଜରେ ଉତ୍ତରଣ ପାଇଁ ସମସ୍ତଙ୍କର ସମାନ ସହଭାଗିତା ରହିଛି। ପରିବାର ତଥା ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ସମସ୍ତଙ୍କ ଅବଦାନ ଅପରିହାର୍ଯ୍ୟ। ବୁଝାମଣା ଓ ସହାନୁଭୂତିର ବାତାବରଣଟି ସୃଷ୍ଟି ହେଲେ ସମସ୍ୟାର ଦିଗ ଯେତେ ଜଟିଳ ହେଲେ ମଧ୍ୟ ସମାହିତ ହେବା ପାଇଁ ଅସାଧ୍ୟ ନୁହେଁ। ଏଥିପାଇଁ ଉଦାହରଣ ସୃଷ୍ଟି କରିବେ ବୟସ୍କ ଓ ତାକୁ ସାଦରେ ଗ୍ରହଣ କରିବେ ଯୁବଗୋଷ୍ଠୀ। ଆନ୍ତରିକତା ଓ ପ୍ରତିବଦ୍ଧତା ଦ୍ୱାରା ଏପରି ଜଟିଳ ପାର୍ଥକ୍ୟକୁ ଦୂରେଇ ଦେବା ସମ୍ଭବ ହୋଇପାରିବ। ଏ ଗୁରୁ ଦାୟିତ୍ୱ ଗ୍ରହଣ କରି ବୟସ୍କମାନେ ପିଲାଙ୍କୁ ବୁଝାଇ ପାରିଲେ ଅତୀତର ଖୁସି ପୁଣି ଫେରି ଆସିପାରିବ ଆଉ ଭବିଷ୍ୟତ ନିଶ୍ଚୟ ଉଜ୍ଜଳ ହେବ। ଏତିକି ସହିତ ରହୁଛି। ଧନ୍ୟବାଦ।